ପ୍ରକୃତରେ କହିବାକୁ ଗଲେ ସେ ଜଣେ କେବଳ ଶିକ୍ଷକ ନଥିଲେ। ଯେମିତି ବର୍ଷା ପରେ ଶରତ ଆସେ, ଆଉ ଶରତ ଆସିଲେ ଯେମିତି ହସି ଉଠେ ସବୁ ଆମ ଭୂମି ସବୁ, ତେଣୁ ଇଏ ଜଣେ ସେଇଭଳି ଶିକ୍ଷକ ଥିଲେ ଯିଏକି 1995 ମସିହାରୁ ଏ ବିଦ୍ୟାଳୟ ଯେଉଁ ହେଇଛି ତା ମାନେ ରେକଗ୍ନିସନ୍ ପାଇଛି ତାଙ୍କରି ପ୍ରଚେଷ୍ଟାରେ। ତା ପୂର୍ବରୁ ମଧ୍ୟ ଥିଲେ, ଆରମ୍ଭରୁ ଏ ସ୍କୁଲରେ ସେ ଅଛନ୍ତି, ଆଜି ବି ଏଇ ସ୍କୁଲରୁ ସେ ଯିବେ। ସବୁଠାରୁ ଖୁସିର କଥା, ସେ ବହୁତ ଗୁଡ଼ିଏ ତିଆରି କରି ଯାଇଛନ୍ତି ସୌଧ, ଯେଉଁ ସୌଧ ମାନେ ଆଜି ବିରାଟ ଆୟୋଜନ ଦେଖି ଆପଣ ଜାଣିପାରୁଥିବେ ତାଙ୍କୁ କେତେ ଭଲ ପାଉଥିଲେ ସେ ପିଲାମାନେ। ଆଉ ସବୁ ପିଲାମାନେ ଆସିଛନ୍ତି, ମୁଁ ସେ ପିଲାମାନଙ୍କୁ ସାଧୁବାଦ ବି ଦେଉଛି। ଆଉ ଯେଉଁ ଶରତ ସାର୍ ଆଜି ନେଉଛନ୍ତି ଅବସରକାଳୀନ ସମ୍ବର୍ଦ୍ଧନା ନେଉଛନ୍ତି, ସମସ୍ତଙ୍କର ଗ୍ରହଣ କରିବେ। ପ୍ରକୃତରେ ସେ ମହାନ ବ୍ୟକ୍ତିତ୍ୱ। ଆଉ ମୁଁ ଭାବୁଛି ତାଙ୍କର ରିଟାୟାରମେଣ୍ଟ ନାହିଁ, ସେ କେତେବେଳେ ଅବସର ନେଇପାରିବେ ନାହିଁ। ପୁଣି ସେ ସେଇ ମଣିଷ ତିଆରି କାରଖାନାରେ ନଥିଲେ ବି ମଣିଷ ତିଆରି କରି ଚାଲିବେ ବୋଲି ମୋର ଆଶା ବିଶ୍ୱାସ। ଆପଣମାନଙ୍କୁ ଧନ୍ୟବାଦ। ଆପଣମାନେ ତାଙ୍କ ବିଷୟରେ କି ଜାଣିବା ପାଇଁ ଯେଉଁ ପ୍ରଚେଷ୍ଟା କରିଛନ୍ତି, ମୁଁ ଆପଣଙ୍କୁ ପୁଣି ଥରେ ସାଧୁବାଦ ଜଣାଉଛି, ଧନ୍ୟବାଦ ଜଣାଉଛି। ତୃତୀୟ ବର୍ଷର ପିଲା ଥିଲି, ଷ୍ଟୁଡେଣ୍ଟ। ସାର୍ଙ୍କ ପାଖରେ ପଢ଼ିଥିଲୁ। ସାର୍ ଆମକୁ ଏତେ ଭଲ ପାଉଥିଲେ, ଆମେ ତାଙ୍କୁ ଭୁଲି ପାରିବୁନି ସାର୍ଙ୍କୁ। ସାର୍ ସିନା ଶାରୀରିକ ସ୍ତରରେ ସ୍କୁଲରୁ ପଳାଉଛନ୍ତି, କିନ୍ତୁ ଆମ ମାନସିକ ସ୍ତରରେ କେବେ ବିଦ୍ୟାଳୟଠୁ ଅଲଗା ହେଇପାରିବେନି। ସେ ସମୟରେ ପାଠପଢ଼ାର ଅନୁଭୂତି ଆଉ କ'ଣ କହିବେ? ପାଠପଢ଼ା ସାର୍ ବହୁତ ବଢ଼ିଆ ପଢ଼ାଉଥିଲେ, ଆମେ ବି ତାଙ୍କୁ ବହୁତ ମନେ ରଖିଛୁ। ଆମେ ସାର୍ଙ୍କୁ କେବେ ବି ଭୁଲି ପାରିବୁନି। ଆଉ ଯେଉଁ କାର୍ଯ୍ୟକ୍ରମରେ ଆପଣଙ୍କ ଏଇ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ଏକାଠିଛନ୍ତି? ହଁ, ଆମ 31 ବର୍ଷର ପିଲାମାନେ ସମସ୍ତେ ଆମକୁ ସବୁ ଆମ ବ୍ୟାଚ୍ର ପିଲାମାନେ ଫୋନ୍ କରିକି ଆମକୁ ଡାକିଲେ, ସାର୍ ରିଟାୟାର୍ଡ ହେଉଛନ୍ତି, ଆଉ ଆସ ସମସ୍ତେ ଦେଖା। କେବେଠୁ ଆମେ 31 ବର୍ଷର ପିଲାମାନଙ୍କୁ ଆଜି ଦେଖୁଛୁ ଏଇଠି। ଗୋଟେ ଆମ ବି ବନ୍ଧୁ ମିଳନ ଭଳିଆ ଆଜି ହେଇଛି। ସାର୍ଙ୍କର ଅବସରକାଳୀନରେ ଆମର ବନ୍ଧୁ ମିଳନ ହେଉଛି। ସାର୍ ଅବସର ନେଉଛନ୍ତି, ସେଇ ବିଦ୍ୟାର୍ଥୀମାନଙ୍କ ପାଇଁ ଦୁଃଖଦ ମୁହୂର୍ତ୍ତ, ସାରା ଗ୍ରାମବାସୀଙ୍କ ପାଇଁ ବି ଦୁଃଖଦ ମୁହୂର୍ତ୍ତ। କ'ଣ କହିବେ ସାର୍ଙ୍କୁ ନେଇ? ସାର୍ଙ୍କର ଯେଉଁ ଆଜି ବିଦାୟ ନେଉଛନ୍ତି କ'ଣ କହିବେ? ଆଉ କ'ଣ କହିବି, ସେତିକି ତ କହୁଛି। ଆଉ ସାର୍ ଆମ ମନରୁ କେବେ ଅଲଗା ହେଇପାରିବେନି। ବିଦ୍ୟାଳୟରୁ ଶାରୀରିକ ସ୍ତରରେ ଅଲଗା ହେବେ, କିନ୍ତୁ ମାନସିକ ସ୍ତରରେ ଅଲଗା ହେଇପାରିବେନି। ଆଜି ମୁଁ ଯଦି ଏ ଜାଗାରେ ଅଛି କେବଳ ସାର୍ଙ୍କ ପାଇଁ। ମୁଁ ଯଦି କିଛି ଶିଖିଛି, ମୁଁ ଛୋଟବେଳୁ ଆଜିଠୁ ଯେପର୍ଯ୍ୟନ୍ତ ମୁଁ ସାର୍ଙ୍କ ପାଖରେ ବଡ଼ ହେଇଛି, ସାର୍ ମୋତେ ଛୋଟବେଳେ ଭଲ ମନ୍ଦ କଥା ବ୍ୟବହାର, ପ୍ରଥମତଃ ଗୋଟେ ବିଦ୍ୟାର୍ଥୀର ଲକ୍ଷଣ କେବଳ ପାଠପଢ଼ା ନୁହେଁ, ସଂସ୍କାର ବ୍ୟବହାର ସବୁ କିଛି ଯଦି ମୁଁ କିଛି ଶିଖିଛି ସାର୍ଙ୍କ ପାଖରୁ ଶିଖିଛି। ତ ମୁଁ ଆଶା କରିବି ମୁଁ ଆଗକୁ ଆହୁରି ବହୁତ ଯାଏ। ଏଇ ବିଦ୍ୟାଳୟ ସହିତ ମୋର ଯୋଗଦାନ ଛୋଟବେଳୁ ଅଛି। ଆଶା କରିବି ପୁଣି ଆଗାମୀ 50 ବର୍ଷ ପର୍ଯ୍ୟନ୍ତ ମୋର ଯୋଗଦାନ ଏ ବିଦ୍ୟାଳୟ ସହିତ ରହୁ। ମୁଁ ଶରଣ ସାର୍ଙ୍କ ପାଖରେ ପାଠ ପଢ଼ି ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। ସାର୍ ଆଜି ବିଦାୟ ନେଉଛନ୍ତି, ସେଇଟା ମାନେ ମୋ ପାଖରେ କହିବା ପାଇଁ ମୋ ପାଠିରେ କୌଣସି ଶବ୍ଦ ନାହିଁ। ମାନେ ଷ୍ଟିଲ୍ ମୁଁ ମାନେ ଇମୋସନାଲ ଏତିକି କି ମୋ ଭଏସ୍ରୁ କିଛି ମାନେ ସାର୍ଙ୍କ ପାଇଁ ତ ମୁଁ କିଛି କହିପାରିବିନି। ସାର୍ ମାନେ ଆମଠୁ ବହୁତ ଉପରେ। ସାର୍ଙ୍କ ପାଇଁ ଆମ ପାଖରେ କୌଣସି ଶବ୍ଦ ନାହିଁ, ତଥାପି ଗୋଟେ ଶବ୍ଦ କହିବି, ଏ ମ୍ୟାନ୍ ୱିଥ୍ ପିଓର ହାର୍ଟ, ପିଓର ଇମୋସନ୍ସ ଆଣ୍ଡ ସିରିୟସଲି ସାର୍ଙ୍କ ପାଇଁ ଆମେ କିଛି ତ ଦେଇପାରିବୁନି, ସାର୍ଙ୍କୁ ଲଭ୍ ଦେଇପାରିବୁ, ଆଟେନସନ୍। ଆଉ ସାର୍ଙ୍କ ପାଇଁ ଆମର ଆଦର ଆଜି ବି ବଞ୍ଚିଛି, ଆଗାମୀ 10 ବର୍ଷ 100 ବର୍ଷ ପର୍ଯ୍ୟନ୍ତ ଆମର ସେମିତି ବଞ୍ଚିକି ରହିବ। ଶରତ ସାର୍ ଯିଏ ଅଛନ୍ତି ତାଙ୍କର ବହୁତ ଭଲ, ତାଙ୍କ ପାଠପଢ଼ା ଯେତିକି ଅଛି ଆଜି ରିଟାୟାର୍ଡ ହେଇଯାଇଛନ୍ତି, କିନ୍ତୁ ସବୁବେଳେ ପାଇଁ ଆମ ଗାଁ ମଟିରେ ଆମ ସମସ୍ତେ ଗାଁ ଲୋକ ସମସ୍ତେ ସବୁଦିନ ପାଇଁ ମନେ ରଖିବେ। ମୁଁ କିଛି କହିପାରିବି ନା ସାର୍ କେବେ ପାଠ ପଢ଼ାରେ କେମିତି ବହୁତ ଭଲ ପଢ଼ା।